ଗୌରବାନ୍ୱିତ ହଉ। ତାହାଙ୍କ ସମସ୍ତ ଅନୁଗ୍ରହ ନିମନ୍ତେ ତାହାଙ୍କୁ ଧନ୍ୟବାଦ ଦେଉଛି। ଆଉ ଦିଦି ମତେ ସୁଯୋଗ ଦେଇଥିବାରୁ ତାହାଙ୍କୁ ଧନ୍ୟବାଦ ଦେଉଛି। ଭାଇଙ୍କୁ ଧନ୍ୟବାଦ ଦେଉଛି। ଅମର ଭାଇଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି। ଆଉ ମୋର ଗୋଟେ ବାକ୍ୟ ପଢିବି। ପ୍ରଥମ କରନ୍ଥୀୟ 2:9 ପଦ। କିନ୍ତୁ ଯେପରି ଲେଖା ଅଛି, ଚକ୍ଷୁ ଯାହା ଦେଖି ନାହିଁ, କର୍ଣ୍ଣ ଯାହା ଶୁଣି ନାହିଁ, ଆଉ ମନୁଷ୍ୟର ହୃଦୟରେ ଯାହା ଜାତ ହୋଇ ନାହିଁ, ଯେ ସମସ୍ତ ବିଷୟ ଈଶ୍ୱର ଆପଣା ପ୍ରେମକାରୀ ଲୋକମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ଆଉ ଯେତେବେଳେ 9 ମସିହାରେ ମୁଁ ଏ ବାକ୍ୟଟା ଜଣେ ପ୍ରଭୁଙ୍କ ଦାସଙ୍କ ଠାରୁ ଶୁଣିଥିଲି। ତ ଏ ବାକ୍ୟର ଅର୍ଥ ମୁଁ ଜାଣି ପାରୁନଥିଲି। ହୃଦୟରେ ମୁଁ କିଛି ଅନୁଭବ କରିପାରୁନଥିଲି। ଆଉ କେବଳ ଭାବୁଥିଲି ଆର ଅର୍ଥ କଣ। ଚକ୍ଷୁ ଯାହା ଦେଖିଲେ, କର୍ଣ୍ଣ ଯାହା ଶୁଣିଲେ କଣ ସେଇଟା। ଏତେ ସେ ବାକ୍ୟଟାକୁ ନେଇକି ମୁଁ ବହୁତ ବହୁତ ଚିନ୍ତା କରୁଥିଲି। ଆଉ ଏର୍ଲି ମର୍ଣ୍ଣିଂ ପ୍ରେୟାରରେ ମୁଁ ଯୋଗ ଦେଲି। ତ ପ୍ରଭୁଙ୍କର ବାକ୍ୟ ମୁଁ ଶୁଣିଲି। ଆଉ ମୁଁ ପ୍ରଭୁଙ୍କର ପ୍ରେମକୁ ମୋ ହୃଦୟରେ ଅନୁଭବ କଲି। ଆଉ ମୁଁ ଏ ବାକ୍ୟ ଦ୍ଵାରା ମୁଁ ଅନୁଭବ କଲି ଯେ ପ୍ରଭୁ ଆମକୁ କେତେ ପ୍ରେମ କରୁଛନ୍ତି। ଆଉ ସେ ଆମ ନିମନ୍ତେ ଅନନ୍ତ ଜୀବନ, ତାଙ୍କର ଅନନ୍ତ ଜୀବନ ପର୍ଯ୍ୟନ୍ତ ସେ ପ୍ରେମ କରୁଛନ୍ତି। ଆଉ ସେ ମହାନ ପ୍ରେମକୁ ମୁଁ ଏ ବାକ୍ୟ ଦ୍ଵାରା ଅନୁଭବ କଲି। ଆଉ ମୋ ଝିଅ ରଶ୍ମି ତ ଆଗରୁ ସେ ପାଠରେ ଦୁର୍ବଳ। ଆଉ କିନ୍ତୁ ପ୍ରଭୁ ତା ପ୍ରତି ଆଗରୁ ଦୟାକରି ଆସିଛନ୍ତି। ଆଉ ଏବେ ମଧ୍ୟ ପ୍ରଭୁ ତାକୁ ଦୟା କଲେ, ତାହାଙ୍କର କରୁଣା ଚାହାଣି ତାହାଙ୍କ ଉପରେ ପକେଇଲେ। ଆଉ ସେଥି ନିମନ୍ତେ ସେ ଏବେ କାଲି ତାର ରେଜଲ୍ଟ ବାହାରିଲା। ଆଉ +2 ସାଇନ୍ସ କେମିଷ୍ଟ୍ରି ଏକ୍ଜାମ ତାର ଭଲ ହେଇନଥିଲା। ଆଉ ସେ ଏବେ ମଧ୍ୟ ଏ ଏକ୍ଜାମ ଦେଲା ପରେ, କମ୍ପାର୍ଟମେଣ୍ଟ ଏକ୍ଜାମ ଦେଲା ପରେ ମୁଁ ତାକୁ ନେଇକି ଯାଇଥିଲି ମୋ ପୁଅ ସହିତ। ଆଉ ସେ ଏକ୍ଜାମ ରୁ ଆସିଲା ପରେ ଏମିତି ହେଇଥିଲା, ମୁଁ ପାସ୍ ହେବିନି ମମି, ମୋର ଗୋଟେ ମଧ୍ୟ ମୋର ଠିକ ହେଇନି। ଆଉ ମୁଁ ଏବେ ମଧ୍ୟ ପାସ୍ ହେବିନି କହିକି ସେ ବହୁତ ନିରାଶା ହୋଇଥିଲା। ଆଉ ପ୍ରତିଦିନ ମୁଁ ମର୍ଣ୍ଣିଂ ପ୍ରେୟାରରେ ଯେତେବେଳେ ଦିଦି ପ୍ରାର୍ଥନା ଆରମ୍ଭ କରୁଥିଲେ, ସେତେବେଳେ ମୁଁ ସବୁବେଳେ ତା ପାଇଁ ହୃଦୟରେ ପ୍ରଭୁଙ୍କ ନିକଟରେ ବନ୍ଦନ କରୁଥିଲି। ଆଉ ସେ ଯେ ମୋର ପ୍ରାର୍ଥନାକୁ ଶୁଣିଲେ। ଆଉ ଆପଣମାନେ ମଧ୍ୟ ସମସ୍ତେ ପ୍ରତ୍ୟେକ ମୋ ଝିଅ ନିମନ୍ତେ ଆଗରୁ ପ୍ରାର୍ଥନା କରି ଆସୁଛନ୍ତି। ଆଉ ସେଥି ନିମନ୍ତେ ଆପଣ ମାନଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦେଉଛି। ଆଉ ପ୍ରଭୁଙ୍କୁ ମଧ୍ୟ ବହୁତ ଧନ୍ୟବାଦ ଦେଉଛି। ସେ ଯେ କେତେ ଦୁର୍ବଳ, ଆଉ ପ୍ରଭୁ ତା ପ୍ରତି ଦୟା କଲେ। ପ୍ରଭୁ ଦୁର୍ବଳଙ୍କୁ ସହାୟ ଦିଅନ୍ତି ଏବଂ ସେ ଦୁର୍ବଳ ମାନଙ୍କର ହିଁ ପରମେଶ୍ୱର ଅଟନ୍ତି। ଆଉ ସେଥି ନିମନ୍ତେ ମୁଁ ପ୍ରଭୁଙ୍କୁ ବହୁତ ଧନ୍ୟବାଦ ଦେଉଛି। ତା ନିମନ୍ତେ ଆଗାମୀ ଦିନରେ ମଧ୍ୟ ପ୍ରାର୍ଥନା କରିବେ, ମୋର ପ୍ରତ୍ୟେକଙ୍କ ଅନୁରୋଧ। ଆଉ ସେ ତାର ଆଗାମୀ ପଢା ଜୀବନ ନିମନ୍ତେ ତାକୁ କେତେ କହୁଛି ତୁ +3 BSc ଜଏନ ହ କହିକି, ସେ କହୁଛି ନାଇଁ ମୁଁ ମେଡିକାଲ ପାଇଁ ହିଁ ପ୍ରସ୍ତୁତ ହେବି। ମୁଁ କହୁଛି ତୁ ଏତେ ପାଠରେ ଏତେ ଦୁର୍ବଳ, ଆଉ ତୁ କେମିତି ସେମିତି କହୁଛୁ, ତ ପାରିବୁ ନାହିଁ ବୋଲି ମୁଁ ତ ମୋର କନଫିଡେନ୍ସ ତ ଉପରେ ରଖିପାରୁନି କହିଲେ ମତେ ସେ କହୁଛି ନାଇଁ ମମି, ମୁଁ ମେଡିକାଲ ପାଇଁ ହିଁ ପ୍ରସ୍ତୁତ ହେବି କହୁଛି। ଆଉ ଆଗାମୀ ଦିନରେ ମଧ୍ୟ ତାହାକୁ ପ୍ରତ୍ୟେକ ପ୍ରାର୍ଥନାରେ ତଳେ କରିବେ। ଆଉ ସେ ଯେପରି ଭଲ ଭାବରେ ସେ ମେଡିକାଲ ପାଇଁ ପ୍ରସ୍ତୁତ ହେଇପାରିବ। ଆଉ ପ୍ରସ୍ତୁତ ହେବ, ଆଉ କଠିନ ପରିଶ୍ରମ କରିବ। ଆଉ ପ୍ରଭୁ ମଧ୍ୟ ଯେପରି ଉର୍ଦ୍ଧ୍ୱରୁ ସାହାଯ୍ୟ କରିବେ, ସେଥି ନିମନ୍ତେ ପ୍ରତ୍ୟେକ ତାହାକୁ ପ୍ରାର୍ଥନାରେ ତଳେ କରିବ ବୋଲି ମୋର ଅନୁରୋଧ। ଆଉ ଏ ସୁଯୋଗ ଦେଇଥିବାରୁ ମୁଁ ପୁଣି ଥରେ ସ୍ମିତା ଦିଦି, ବିନୟ ଭାଇ, ଅମର ଭାଇ, ଦୟାନିଧି ଭାଇଙ୍କୁ ଧନ୍ୟବାଦ ଦେଉଛି। ଧନ୍ୟବାଦ। Praise the Lord.
प्रार्थी प्रार्थना करतु। प्रभु आश्चर्य काम से दिन करते गत काली प्रभु आश्चर्य कर्म कले आप जपरी से वाक्य को पढ़ी कहते चक्षु जहाँ देखी ना कर्ण जहाँ विषय ईश्वर अपना प्रेमकारी लोक मान निमंते प्रस्तुत करछंती। प्रभु को जो मैंने प्रेम करती जीवन में नुआ नुआ सब देखा जाए, नुआ आशीर्वाद नुआ स्वभाव नुआर सब जिनस नुआ देखा जाए। आज जो वाक्य मैंने शुणुलु उत्कृष्ट पक्षी ने ऊपर को उठती हम मान जीवन से परी होता है उत्कृष्ट पक्षी परी। से सब किछि करि परंती पुणी विशेष भाव में प्रेमकारी मान से नुआ नुआ जीवन नुआ नुआ आश्चर्य कर्म जीवन देखाती। निश्चित मैंने समस्ते प्रार्थना करवा झील रश्मि आहरी उत्तम उत्तम जिनस जीवन में पाइब पुणी बहुत भल रिजल्ट कर आगामी समय प्रभु आशीर्वाद करेंगे। प्रभु ये सुंदर साक्षी आम समस्त को आहरी उज्जयी कर जो मैंने प्रेम करती जो मैंने प्रतिदिन पाखे क्रंदन करती निजक थुअंती से प्रभु नुआ नुआ आश्चर्य कर्म करती जहाँकि आम चक्षु देखी ना जहाँकि आम चिंता करना जहाँकि आम कर्ण शुणी ना। प्रभु बहुत बहुत अनुग्रह आपण प्रति पुणी आपण परिवार प्रति प्रभु गौरवान्वित होती। बहुत धन्यवाद। प्रेज द लॉर्ड।